ହ୍ୟାଲୋ ପିଲାମାନେ, ଆଜି ଆମେ ପଢ଼ିବା ତୁମ ପରିବେଶ ବିଜ୍ଞାନ ବହିର ପାଠ ନାମ ହେଲା ପ୍ରାକୃତିକ ସମ୍ପଦର ବ୍ୟବହାର। ପଞ୍ଚମ ଶ୍ରେଣୀ ପିଲାମାନେ, ତାହେଲେ ଚାଲ ଶୀଘ୍ର ଶୀଘ୍ର ପାଠଟି ଆମେ ଆରମ୍ଭ କରିବା। ଦେଖ ପିଲାମାନେ, ଦ୍ୱାବିଂଶ ଅଧ୍ୟାୟ ପାଠ ନାମ ଦେଖ ପ୍ରାକୃତିକ ସମ୍ପଦର ବ୍ୟବହାର। ତୁମେ ଜାଣିଛ ଆମର ସମ୍ପଦ ଗୁଡ଼ିକ ମଧ୍ୟରୁ କେତେକ ପ୍ରାକୃତିକ ଓ ଆଉ କେତେକ ମଣିଷ ତିଆରି। ସମଗ୍ର ଉଦ୍ଭିଦ ଜଗତ, ପ୍ରାଣୀ ଜଗତ, ଜଳ, ବାୟୁ, ମୃତ୍ତିକା, ଖଣିଜ ପଦାର୍ଥ, ପାହାଡ଼, ପର୍ବତ, ମେଘ ଓ ସୂର୍ଯ୍ୟକିରଣ ହେଉଛି ଆମର ପ୍ରାକୃତିକ ସମ୍ପଦ। ଆମେ ଏହି ପ୍ରାକୃତିକ ସମ୍ପଦ ଗୁଡ଼ିକୁ ବର୍ଷ ବର୍ଷ ଧରି ବ୍ୟବହାର କରି ଆସୁଅଛୁ। ମୃତ୍ତିକା, ଖଣିଜ ସମ୍ପଦ, ଜଳ ଓ ବନ ସମ୍ପଦର କିପରି ବିଜ୍ଞାନ ସମ୍ମତ ଭାବେ ବ୍ୟବହାର କରିବା ଆସ ଜାଣିବା। ଦେଖ, ଜଳ ସମ୍ପଦ ବିଷୟରେ ଜାଣିବା। ଜୀବଜଗତ ବଞ୍ଚି ରହିବା ପାଇଁ ଜଳ ନିତାନ୍ତ ଅପରିହାର୍ଯ୍ୟ। ଭୂପୃଷ୍ଠରେ ଏବଂ ଭୂ ଅଭ୍ୟନ୍ତରରେ ଯେତିକି ଜଳ ଗଚ୍ଛିତ ଅଛି, ତାର ମାତ୍ର 1% କମ୍ ଜଳ ମାନବ ସମାଜ ବ୍ୟବହାର କରେ। ଜଳକୁ ମୁଖ୍ୟତଃ କେଉଁ କେଉଁ କାମରେ ବ୍ୟବହାର କରାଯାଏ? ତ ଦେଖ ପିଲାମାନେ, ଏଇଟା ଦେଖ, ଏଇଟା ହେଲା, ଏଇ ଛବିଟିକୁ ଦେଖ, ଏଇଟା କ'ଣ? ଏଇଟା ହେଲା ଜଳ ସଂରକ୍ଷଣ। କାହିଁକି ଏଇଟା ବନ୍ଦ ଅଛି? ଏଇଟା ହେଲା ଦେଖ ଜଳ ଅପଚୟ, ଏଇଟା ଜଳ ନଷ୍ଟ ହେଉଛି। ଦେଖ ଏଇଟା ଟପଟା ସେମାନେ କ'ଣ କହନ୍ତି, ଏଟାକୁ ସେମାନେ ଚାଲୁ କରିଦିଅନ୍ତି, ତ ପାଣି ସବୁ ନଷ୍ଟ ହୋଇଯାଉଛି। ଆମେ ପାଣିକୁ ନଷ୍ଟ କରିବା ନାହିଁ, ଆମେ ପାଣିକୁ କ'ଣ କରିବା? ସଂରକ୍ଷଣ କରିବା। ଜଳ ହିଁ ଜୀବନ, ସେଥିପାଇଁ ଆମେ ଜଳକୁ ସଂରକ୍ଷଣ କରି ରଖିବା ଉଚିତ। ତୁମେ ଜାଣିଛ କି ଦାନ୍ତ ଘଷିବା ଅଥବା ମୁହଁ ଧୋଇବା ସମୟରେ ପାଣି ପାଇପକୁ 2 ମିନିଟ୍ ଖୋଲା ରଖିଲେ ଅତି କମରେ 3 ଲିଟର ଜଳ ନଷ୍ଟ ହୋଇଥାଏ। କହିଲ ଦେଖି, ତୁମ ଘରେ ରହୁଥିବା ସମସ୍ତ ଲୋକ ଯଦି ଏହିପରି କରନ୍ତି, ତେବେ ଦିନକୁ କେତେ ଲିଟର ପାଣି ନଷ୍ଟ ହେବ? ତ ମାସକୁ କେତେ ଲିଟର ପାଣି ନଷ୍ଟ ହେବ? ଦେଖ ପିଲାମାନେ, ଜଣେକର ଯଦି ଦିନକୁ 3 ଲିଟର ହେଲେ ମାସକୁ କେତେ, 30 ଦିନ କେତେ ହେବ? 30 ଦିନକୁ 90 ଲିଟର ପାଣି ନଷ୍ଟ ହେବ ଗୋଟିଏ ଜଣ ପ୍ରତି। ଜାଣିଛ, ସେଥିପାଇଁ ଆମେ ଜଳକୁ ନଷ୍ଟ କରିବା ନାହିଁ, ଆମେ ଜଳକୁ ସଂରକ୍ଷଣ କରି ରଖିବା। ସମଗ୍ର ବିଶ୍ୱରେ ଭୂତଳ ଜଳସ୍ତର ଅତି କ୍ଷୁଦ୍ର ଗତିରେ ହ୍ରାସ ପାଉଛି। ଆଜିକାଲି କୃଷି, ଶିଳ୍ପ ଏବଂ ଘରୋଇ କାର୍ଯ୍ୟ ନାମରେ ଅବିଚାଳିତ ଭାବରେ ଭୂଗର୍ଭରୁ ଜଳ ଉତ୍ତୋଳନ କରାଯାଉଛି। ଫଳରେ ତାହାର ପ୍ରଭାବ ସମଗ୍ର ବିଶ୍ୱରେ ଅନୁଭୂତ ହେଉଛି। ଏହି ଜଳାଭାବ ଜନିତ ସମସ୍ୟାକୁ ଦୂର କରିବା ପାଇଁ ଆମେ କି ବ୍ୟବସ୍ଥା ଗ୍ରହଣ କରିବା? ଦେଖ, ଜଳ ସମସ୍ୟାର ସମାଧାନ ପାଇଁ ବର୍ଷା ଜଳକୁ ଆମେ କ'ଣ କରିବା? ସଂରକ୍ଷଣ କରିବା। ବୁଝିଲ, ସଂରକ୍ଷଣ କରିବା ଆଉ ତାହାକୁ ଭଲ କାର୍ଯ୍ୟରେ ଲଗାଇବା। ବର୍ଷା ଦିନେ ଘରର ଛାତ ଉପରେ ପଡ଼ୁଥିବା ଜଳକୁ ପାଇପ୍ ଦ୍ୱାରା ଟାଙ୍କି କିମ୍ବା ବଡ଼ ପାତ୍ରରେ ରଖିହେବ। ଏହି ଟାଙ୍କି କିମ୍ବା ପାତ୍ରରେ ଥିବା ଜଳକୁ ବାଡ଼ି ବଗିଚାରେ ବ୍ୟବହାର କରିପାରିବା। ଅନ୍ୟାନ୍ୟ କାର୍ଯ୍ୟରେ ମଧ୍ୟ ଆମେ ତାହାକୁ ବ୍ୟବହାର କରିପାରିବା। ଏହି ବର୍ଷା ଜଳକୁ ମଧ୍ୟ ମାଟି ଭିତରକୁ ଛାଡ଼ିଲେ ଭୂତଳ ଜଳସ୍ତର ବୃଦ୍ଧି ପାଇବ। ଏହି ଯୋଜନାକୁ ବର୍ଷା ଜଳ ଅମଳ ପ୍ରକଳ୍ପ କୁହାଯାଏ। ତୁମେ ଜାଣିଛ କି ହିମାଚଳ ପ୍ରଦେଶ ଆମ ଦେଶର ପ୍ରଥମ ରାଜ୍ୟ ଯେଉଁଠାରେ ନୂଆ ତିଆରି ହେଉଥିବା ସରକାରୀ ଏବଂ ବେସରକାରୀ ଘରଗୁଡ଼ିକ ଛାତ ଉପରେ ବର୍ଷା ଜଳ ଅମଳ ପ୍ରକଳ୍ପ ନିର୍ମାଣକୁ ବାଧ୍ୟତାମୂଳକ କରାଯାଉଛି।
ଦେଖ ପଏଣ୍ଟ 1 ଦେଖ, ସମୁଦ୍ର ଉପକୂଳବର୍ତ୍ତୀ ଗାଁ ଗୁଡ଼ିକରେ ବର୍ଷା ଜଳ ସମୁଦ୍ର ମଧ୍ୟକୁ ନିଷ୍କାସିତ ନ ହୋଇ ଯଦି କ୍ଷୁଦ୍ର ଜଳାଶୟ ଗୁଡ଼ିକରେ ସଂରକ୍ଷିତ ହୁଏ ତେବେ ତାହା ଲୋକମାନଙ୍କ ବ୍ୟବହାରରେ ଆସିପାରିବ। ପଏଣ୍ଟ ନମ୍ବର 2 ଦେଖ, ଜଳ ହିଁ ଜୀବନ, ଦୟାକରି ଏହାର ଅପଚୟ କରନ୍ତୁ ନାହିଁ। ଏହି ପ୍ରକାର ସ୍ଲୋଗାନ ଲେଖି ସର୍ବସାଧାରଣ ସ୍ଥାନରେ ଲୋକମାନଙ୍କୁ ସଚେତନ କରିବା ଆବଶ୍ୟକ। ପଏଣ୍ଟ ନମ୍ବର 3 ଦେଖ, ଜଳ ସମ୍ପଦର ଆବଶ୍ୟକତା ତଥା ଗୁରୁତ୍ୱ ସମ୍ପର୍କରେ ପ୍ରତ୍ୟେକ ଲୋକ ସଚେତନ ହେବା ଆବଶ୍ୟକ। ଏହାକୁ ଦୈନନ୍ଦିନ ଜୀବନରେ ସୁବିନିଯୋଗ କରିବା ଉଚିତ। ବର୍ଷା ଜଳକୁ ସଂରକ୍ଷଣ କରି କେଉଁ ସବୁ କାମ କରାଯାଇପାରିବ ଆଲୋଚନା କରି ଲେଖ। ଆମେ ଯେଉଁ ବର୍ଷା ଜଳ ତାକୁ ଆମେ ସଂରକ୍ଷଣ କରି ଆମେ କେଉଁ କାମରେ ଲଗାଇ ପାରିବା ସେଟା ତୁମେ ପିଲାମାନଙ୍କ ଭିତରେ ତାହାକୁ ଚର୍ଚ୍ଚା କରିକି ଏଥିରେ ଲେଖିବ। ଏହା ତୁମ ପାଇଁ କାମ ପିଲାମାନେ।